କଣ୍ଟାବୁଣି ଗ୍ରାମରେ ପଲ୍ଲୀ ସଭାର ମାନେ ତାଙ୍କ ପଲ୍ଲୀ ସଭାର ମାନେ ସ୍ୱତନ୍ତ୍ର ପଲ୍ଲୀ ସଭା ମିଟିଂ ଥିଲା। ସେଥିରେ ପଲ୍ଲୀ ସଭାରେ ଯୋଉ କଣ୍ଟାବୁଣି ଗ୍ରାମର ଲୋକମାନେ ତାଙ୍କର ମତାମତ ଦେବାର ଥିଲା ଯେ ଯୋଉ କମ୍ପାନୀ ଯୋଉ ଆସୁଛି ମାନେ ଇଡ୍କୋକୁ ଜମି ଅଧିଗ୍ରହଣ କରାଯିବା କଥା ଦେଇକି ରୁଙ୍ଗଟାକୁ ହସ୍ତାନ୍ତର ହବ। କିନ୍ତୁ ସେଥିରେ ମାନେ ଯାହାର ଜମି ଯାଉଛି ସେମାନେ ସହମତ ଅଛନ୍ତି କି ନାହିଁ? ଆଉ ଯୋଉମାନେ ସହମତ ନାହାନ୍ତି କେତେ ପ୍ରତିଶତ ନାହାନ୍ତି? ଯଦି ବା ସହମତ ଅଛନ୍ତି କେତେ ପ୍ରତିଶତ? ମାନେ କମ୍ପାନୀକୁ ସ୍ଥାପନ କରିବା ପାଇଁ କେତେ ଜଣ ଏହାକୁ ସମର୍ଥନ କରୁଛନ୍ତି ଆଉ କେତେ ଜଣ ଏହାକୁ ବିରୋଧ କରୁଛନ୍ତି। ବିରୋଧ କରୁଛନ୍ତି। କିନ୍ତୁ ପଲ୍ଲୀ ସଭାରେ ଯାହା ହଁ ପଲ୍ଲୀ ସଭାରେ ଯାହା ଜିନିଷଟି ହେଲା, ଯୋଉମାନେ କମ୍ପାନୀକୁ ସମର୍ଥନ କରୁଛନ୍ତି ଆଉ ଯୋଉମାନେ ଜମି ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କର ହିଁ ତାଙ୍କର ସହମତି ପଲ୍ଲୀ ସଭାରେ ସାଇନ ମାଧ୍ୟମରେ ନିଆ ହେଲା। ଆଉ ବାକି ଯୋଉମାନେ ବିରୋଧ କରୁଥିଲେ ଜମି ଦେବା ପାଇଁ ନାରାଜ କିମ୍ବା କମ୍ପାନୀ ଏଠାରେ ସ୍ଥାପନ ନ ହଉ, ଯୋଉମାନେ ଅସମର୍ଥନ କରୁଛନ୍ତି ସେମାନଙ୍କର ସାଇନ ଯେମିତି କି ପକ୍ଷ ଏବଂ ବିପକ୍ଷ ମାନେ ପକ୍ଷ ଯୋଉମାନେ ସପକ୍ଷ ସେମାନଙ୍କର ହିଁ ମତାମତ ସାଇନ ନିଆଗଲା ଆଉ ବିପକ୍ଷରେ ଯୋଉମାନେ ଅଛନ୍ତି ସେମାନଙ୍କର ଟୋଟାଲ ସାଇନ ନିଆଗଲା ନାହିଁ। ଏବଂ ସପକ୍ଷ ମାନଙ୍କର ସାଇନ କାମ ସରିଲା ପରେ ସେ ପଲ୍ଲୀ ସଭା ଖାତା ମଧ୍ୟ ହଜିଗଲା। ଦେଇକି ପରିସ୍ଥିତି ଗୋଟେ ଅପ୍ରୀତି କି ମାନେ ବହୁତ ଅଣାୟତ ମାନେ ଅ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେଠି। ମାନେ ହୋ ହାଲ୍ଲା, ଗ୍ରାମବାସୀ ପାଟିତୁଣ୍ଡ ମଧ୍ୟ କଲେ ଯେ ଆମର ଫାଇଲ କୁଆଡେ ଗଲା, ଆମର ଖାତା କାହିଁ, ଆମେ କୋଉଠି ସାଇନ କରିବୁ। ଦେଇକି ମୁଁ ବି ଉପସ୍ଥିତ ଥିଲି ସେଇଠି ଯେ ସ୍କୁଲ ରେ। ମୁଁ ଦେଖିଲି ଏଟା ତ ପଲ୍ଲୀ ସଭାର ଠିକ ସିଷ୍ଟମ ରେ କରାଯାଉ ନାହିଁ। ତେଣୁକରି ମୁଁ ମୋର ଟ୍ରାଇବ ଟିଭିର ବୁମ୍ ବାହାର କରିକି ମୁଁ ସେଟାକୁ ଭିଡିଓ ବନେଇଲି। ଦେଇକି ଯେ ଏଠାରେ ଯୋଉ ଦେଖିବାକୁ ଆପଣ ମାନେ ପାଉଛନ୍ତି ଯେ ପଲ୍ଲୀ ସଭାରେ ଦୁହିଁ ପକ୍ଷଙ୍କ ମତାମତ ନିଆଯିବା କଥା, କିନ୍ତୁ ଏଠାରେ ଉଭୟ ପକ୍ଷଙ୍କ ମତାମତ ନିଆଯାଉ ନାହିଁ। ଯୋଉମାନେ ବିରୋଧ କରୁଛନ୍ତି ସେମାନଙ୍କୁ ସାଇନ ପାଇଁ ଅଧିକାର ଦିଆଯାଉ ନାହିଁ। ସିଧାସଳଖ ତାଙ୍କଠାରୁ ପଚାରି ବୁଝିବା। ମୁଁ ତାଙ୍କଠାରୁ ଭିଡିଓ ନେଲି, ନ୍ୟୁଜ ମଧ୍ୟ ଚାଲିଲା ଟ୍ରାଇବ ଟିଭିରେ ଏବଂ ପରେ ମୁଁ ଲାଇଭ ବି ଦେଲି ଫେସବୁକରେ ପର୍ସନାଲ ମୋ ଫେସବୁକ ପ୍ରୋଫାଇଲ ଆଇଡିରେ। ତାପରେ ନ୍ୟୁଜ ବହୁତ ମାତ୍ରାରେ ପ୍ରଘଟ ହେଲା। ଦେଇକି ପ୍ରଶାସନ ବୋଧେ ଚିନ୍ତା କଲା ଏଟା ଆକ୍ଚୁଆଲି ବାସ୍ତବିକରେ ଠିକ କରାଯାଉ ନାହିଁ। ଯଦି ନ୍ୟୁଜ ପ୍ରକଟ ହେଇଯାଇଛି କାଳେ ଯଦି କାଲି ଆମେ ଯଦି ସାଇନ କରିବା ପାଇଁ କରିବା ନାହିଁ, ସେମାନଙ୍କୁ ଆଲାଉ କରାଯିବ ନାହିଁ, ଆସନ୍ତା କାଲି ଦିନରେ ବହୁତ ବଡ କଣ ଗୋଟେ ସ୍ଥିତି ଉପୁଜିବ। ତେଣୁକରି ପ୍ରଶାସନ ଡାକିଲା କି ତମେ ଯେତେ ଜଣ ବିରୋଧ କରୁଛ ତମେ ମାନେ ମଧ୍ୟ ଆସ, ବସ ଶାନ୍ତିରେ ଏବଂ ତମର ଯୋଉ ବିପକ୍ଷ କିମ୍ବା ସପକ୍ଷ ତମର ଯାହା ମତାମତ ସେଇଠି ତମେ ସାଇନ କରିବ। ଦେଇକି ସେମାନଙ୍କୁ ସାଇନ କରିବା ପାଇଁ ଅନୁମତି ଦିଆଗଲା। କିନ୍ତୁ ସାଇନ କରିବା ପାଇଁ ଅନୁମତି ଦିଆଗଲା ଯେ କିନ୍ତୁ ସେଠାରେ ଘୋଷଣା କରାଗଲା ନାହିଁ ଯେ କେତେ ପ୍ରତିଶତ ସମର୍ଥନ ଆଉ କେତେ ପ୍ରତିଶତ ଏହାକୁ ବିରୋଧ କରାଯାଉଛି। ମାନେ ଲାଇନ ରେ ସେମାନଙ୍କୁ ସାଇନ କରାହଉଥିଲା। ଗୋଟେଙ୍କର ମାନେ ସାଇନ ସରିଲା, ସିଗ୍ନେଚର ସରିଲା, ତାକୁ ଗେଟ୍ ବାହାରକୁ ଦେଇକି ସେମିତି ୱାନ୍ ବାଇ ପୁରା ପଲ୍ଲୀ ସଭା ଗ୍ରାଉଣ୍ଡ ହିଁ ଖାଲି ହେଇଗଲା। ଲାଷ୍ଟରେ ସେମାନେ ଅଫିସର ମାନେ ତାଙ୍କର ବେଡିଂ ବସ୍ତ୍ର ଧରି ଖାତା ପତ୍ର ଧରି ସିଧା ବ୍ଲକକୁ ପଳେଇ ଆସିଲେ। କିନ୍ତୁ ଗ୍ରାମବାସୀଙ୍କର ଯୋଉ ଏଇଠି ଗୋଟେ ଦ୍ଵନ୍ଦ ରହିଗଲା ଯେ ଆମର କେତେ ପ୍ରତିଶତ ସମର୍ଥନର କିମ୍ବା ବିରୋଧୀ ମାନଙ୍କର। ତ ସେ ଜିନିଷ ଜାଣିବା ପାଇଁ ଯୋଉମାନେ କମ୍ପାନୀର ମାନେ ବିପକ୍ଷରେ ଅଛନ୍ତି ଗ୍ରାମବାସୀ, ସେମାନେ ଜାଣିବା ପାଇଁ ବ୍ଲକ ଅଫିସକୁ ଗଲେ। ଯୋଉ ଆମର ଟୁଡୁ ସାର୍ ଭିଡିଓ ଅଛନ୍ତି ସେଠାକୁ ସେମାନେ ଗଲେ ବ୍ଲକ ଅଫିସକୁ ସେଠାରେ ସେମାନଙ୍କ ସହିତ ଦେଲେ ନାହିଁ। ସେମାନେ ଦିନ ବେଳେ ଯାଇଛନ୍ତି, ଦିନରୁ ରାତି ହେଲାଣି 7-8ଟା ବାଜିଲାଣି ହେଲେ ବି ବିଡିଓ ସାରଙ୍କର ଦେଖା ଦର୍ଶନ ନାହିଁ। ଲାଷ୍ଟରେ ସେମାନେ ଥିଲା ସେ ଦେଇକି ସେ କହିଲେ ତୁମର ବିପକ୍ଷରେ ଯୋଉମାନେ ଅଛ ତମର ପ୍ରତିଶତ କମ ଅଛି, ଆଉ ସପକ୍ଷରେ ଯୋଉମାନେ ଅଛନ୍ତି ତାଙ୍କର ସଂଖ୍ୟା ବେଶୀ ଅଛି। ତ ସେମାନେ ଯୋଉମାନେ ସାଇନ କରିଛନ୍ତି ବିପକ୍ଷରେ, ସେମାନେ ତ ପ୍ରେଜେଣ୍ଟଲି ଦେଖିଛନ୍ତି ଯେ ବିରୋଧୀରେ ନାଇଁ ସମର୍ଥନରେ କେତେ ଜଣ ଅଛନ୍ତି ବୋଲି। କିନ୍ତୁ ଏଇଠି କେମିତି କରି ବେଶୀ ହେଇଗଲେ। ଆମେ ତ ଏତେ ଲୋକ ଅଛୁ ଶହ ଶହ, ଆଉ ଆମର କେମିତି କରି କମ ହେଇଗଲା। ଦେଇକରି ଏହାକୁ ନେଇକରି ତାଙ୍କର କଥା କଟେ କଟେ ଚାଲିଲା। ଦେଇକରି ସେମାନେ କହିଲେ ଯଦି ୟା ଠିକ କହୁଛନ୍ତି ଆପଣ ମାନେ, ଆମକୁ ପଲ୍ଲୀ ସଭା ଖାତା ଦେଖାନ୍ତୁ ଏବଂ ସେଠି ଆମେ ଚେକ୍ କରିବା ଯେ ବାସ୍ତବିକରେ ବିପକ୍ଷର କେତେ ମାତ୍ରାରେ ତାଙ୍କର ସାଇନ ପ୍ରତିଶତ ଆଉ ଅଛି। ତ ସେମାନେ ବିଡିଓ ପ୍ରଶାସନ ଯେ ପଲ୍ଲୀ ସଭା ଖାତା ଦେଖେଇବାକୁ ସେ ସିଧା ସଳଖ ମନା କରିଦେଇଥିଲେ।
ଦେଇକି ପରିସ୍ଥିତି ବହୁତ ମାନେ ସେମାନେ କହିଲେ କି ଯଦି ଆପଣମାନେ ଆମକୁ ଦେଖେଇଦେବେ ନାହିଁ, ଆମେ ଏଇଠାରୁ ଯିବୁ ନାହିଁ। ଯାହା ବି ହଉ ପଛେ ଆମେ ଏଇଠି ଧାରଣାରେ ରହିବୁ ବ୍ଲକ ଅଫିସରେ। ରାତି ହଉ ଦିନ ହଉ ଆମେ ଏଇଠି ହିଁ ରହିବୁ। ଲାଷ୍ଟରେ ପୋଲିସ ପ୍ରଶାସନ ସେମାନଙ୍କୁ ମାନେ ଘୋଡେଇବା ପାଇଁ ଆରମ୍ଭ କଲା। ସେମାନଙ୍କୁ ସେଇଠୁ କେମିତି କାଢି ଦିଆଯିବ। ଦେଇକି ରାତି ପ୍ରାୟ 8ଟା ଆସପାସ ହେଲା। ସେମାନଙ୍କୁ ମାନେ ଧକ୍କା ଦେଇକରି ସେଠାକରୁ ବାହାର କରି ଦିଆଯାଉଥିଲା। ସେତେବେଳେ ମୁଁ ବି ମଧ୍ୟ ପ୍ରେଜେଣ୍ଟ ଥିଲି। ଦେଇକି ଯେତେବେଳେ ସେମାନଙ୍କୁ ଧକ୍କା ଦେଇକରି ବାହାର କରାଯାଉଥିଲା, ମୁଁ ବି ସେମାନଙ୍କୁ ସେତେବେଳେ ମାନେ ଭିଡିଓ କରୁଥିଲି। ଯେ କେମିତି ପୋଲିସ ଆଦିବାସୀ ମହିଳା ମାନଙ୍କ ଉପରେ କଣ ସବୁ ଧକ୍କା ଠେଲାପେଲା କରୁଛି ବୋଲି। ଏଭଳିଆ ଅଭିଯୋଗ ଅଛି। ଏଭଳି ଅଭିଯୋଗ ବିଲକୁଲ ସତ୍ୟ। ଆଉ କେତେକ ମା ମାନଙ୍କୁ ତ ମାନେ ତାଙ୍କର ଲାଠିରେ ମାନେ ପୁରା ମାନେ ମାଡ ମରା ହେଇଛି ପେଟରେ, ମାନେ ଯୋଉଟା କି ଛୁରୀ ଭଳିଆ ଯୋଉ ବକ୍ସିଂ ଟାଇପ ର କରାହେଇଛି। ସେମାନେ ବହୁତ ମାନେ ଅସୁବିଧା। ଆଉ ଧକ୍କା ତ ବାରମ୍ବାର ହେଇଛି, ଦେଇକି ଲାଷ୍ଟରେ ମାଡ ମଧ୍ୟ ହେଲା। କିନ୍ତୁ ସବୁଠୁ ଦୁର୍ଭାଗ୍ୟ ଏଇଆ ଯେ ଲାଇଟ୍ କାହିଁକି ଅଫ୍ କଲା ପୋଲିସ, ପ୍ରଥମ କଥା। ଲାଇଟ୍ ଅଫ୍ କରି ସେମାନଙ୍କର ଘୋଡେଇବା କାରଣ କଣ? ଲେଡିଜ ମହିଳା ଯୋଉମାନେ ଅଛନ୍ତି ସେମାନଙ୍କୁ ଧକ୍କା କି ପାଇଁ ମାନେ ପୁରୁଷ ପୋଲିସ ସେମାନଙ୍କୁ କଲା। ଏଇଟା ସେମାନଙ୍କୁ କୋଉ ସମ୍ବିଧାନ ସେମାନଙ୍କୁ ଅଧିକାର ଦେଇଛି? ନାରୀ ପୋଲିସ ନୁହନ୍ତି କି? ସେମାନେ